ସେଇ ଚର୍ଚ୍ଚା ବାଲେଶ୍ୱର ଏଫ୍ଏମ୍ କଲେଜର ଘଟିଥିବା ଏହି ଦୁର୍ଘଟଣା। ସେଇ ଘଟଣାକୁ କେନ୍ଦ୍ର କରି ସମଗ୍ର ରାଜ୍ୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନଠୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ଗୋଟିଏ ନାରା ଯେ ମୃତକ ସୌମ୍ୟଶ୍ରୀଙ୍କୁ ନ୍ୟାୟ ମିଳୁ, ସରକାର ତାଙ୍କୁ ନ୍ୟାୟ ଦେଉ, ସମ୍ବିଧାନରେ ଯୋଉ ନିୟମ ସମ୍ବିଧାନର ହତ୍ୟା ନ କରାଯାଉ, ସମସ୍ତଙ୍କୁ ନ୍ୟାୟ ଦିଆଯାଉ, ସେଇ ଦାବିକୁ ନେଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି ଜନଶକ୍ତି ପାର୍ଟି ତରଫରୁ ମୁଖ୍ୟ ଯିଏ ଅଛନ୍ତି ଶ୍ରୀଯୁକ୍ତ ପ୍ରଦୀପ ଦାସ ମହୋଦୟ ଅଛନ୍ତି। ଆମେ ତାଙ୍କ ପ୍ରତିକ୍ରିୟା ନେବା ଆଜି କାହିଁକି ଯିଏ ବସିଛନ୍ତି, କଣ ଦାବି ରହିଛି, ସାର୍ କଣ କହିବି ସାର୍? ଆମକୁ ଗୋଟେ ଦୁଃଖ ଲାଗିଲା, ସମଗ୍ର ରାଜ୍ୟରେ ଗୋଟେ ସିଷ୍ଟମଟା ଫେଲ ହେଇଯାଇଛି। କାହିଁକି ଜାନୁଆରୀ ମାସରୁ ଏ ଘଟଣା ଘଟିଲାଣି। ସେ ଛୁଆଟା ଦୀର୍ଘ 6 ମାସ 7 ମାସ ଧରି ଲଢେଇ କଲା, ନିର୍ବାଚିତ ପ୍ରତିନିଧି ବିଧାୟକ ଏବଂ ଏମ୍ପିଙ୍କୁ ମଧ୍ୟ ଜଣାଇଲା, ଆଇଆଇସି ଠାରୁ ଏସ୍ପି କଲେକ୍ଟର ଏବଂ ପ୍ରିନ୍ସିପାଲ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଣାଇଲା, କିନ୍ତୁ ତାର ଯେତେବେଳେ ସେ ଫଳ ପାଇଲା ନାହିଁ ସେତେବେଳେ ବାଧ୍ୟ ହୋଇକରି ଆତ୍ମାହୁତି କରିବାର ନେଲା ନିଷ୍ପତ୍ତି। ତ ଆମ କହିବା କଥା, କଣ ସିସିଟିଭି କ୍ୟାମେରା ନଥିଲା ସେଠି, କଣ ପ୍ରିନ୍ସିପାଲଙ୍କ ଦପ୍ତର ସାମ୍ନାରେ ପିଅନ କେହି ନଥିଲେ, ଏସବୁ ଗଲେ କୁଆଡେ ନା ଘଟଣାକୁ ଚପାଇ ଦେବା ପାଇଁ ଯୋଜନାବଦ୍ଧ ଭାବେ ଗୋଟେ ଷଡ଼ଯନ୍ତ୍ର ରଚନା କରାଯାଇକିରି ସେ ପିଲାଟାକୁ, ଯୋଉମାନେ ଆଜି ଜଷ୍ଟିସ ପାଇଁ ନ୍ୟାୟ କରୁଛନ୍ତି ସେ ପିଲାମାନେ କଲେଜର, ସେମାନେ ସେତେବେଳେ ଆମେ ଯାହା ଜାଣୁଥିଲୁ ସେତେବେଳେ 200 ପିଲା ଶିକ୍ଷକ ପାଖରେ, ଆ ପାଖରେ 15 ଜଣ ପିଲା। ଏଟା ଗୋଟେ ରାଜନୀତିକରଣ କରାଯାଇଛି। ତେଣୁ ଆକୁ ଆମେ ଚାହୁଁଛୁ ଜୁଡିସିଆରୀ ଇନକ୍ୱାରି ହଉ ଏବଂ 3 ମାସ ଭିତରେ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର କରାଯାଇ ଜଣେ ହାଇକୋର୍ଟ ସିଟିଂ ଜଜଙ୍କ ଦ୍ୱାରା ଏଟା କରାଯାଉ। ଯୋଉମାନେ ଆଧିରେ ଦୋଷୀ ଅଛନ୍ତି, ସେ ତ ମରିନି, ତାକୁ ମରିବା ପାଇଁ ଉସ୍କା ଯାଇଛି, ତାର 302 କି ଟର୍ନ ଦେବ ଘଟଣା। ତା ସହିତ 120B ରେ କନସ୍ପିରାସି ଯୋଉଟା ଆମର କହିଲା, ସେଥିରେ ମଧ୍ୟ ଯୋଉମାନେ ଦୋଷୀ ସେମାନେ ବି ଦଣ୍ଡ ପାଇବା ଦରକାର। ଏଟାକୁ ନେଇକରି ଜନଶକ୍ତି ପାର୍ଟି ସମଗ୍ର ରାଜ୍ୟରେ 1 ବର୍ଷ ଧରି ଆଜିଠାରୁ ପ୍ରତ୍ୟେକ ଜିଲ୍ଲାରେ ଦପ୍ତରରେ ଏବଂ ବ୍ଲକ ହେଡକ୍ୱାର୍ଟରରେ ଆମେ ଧାରଣା ଅନଶନରେ ବସିବୁ। ସେ ନ୍ୟାୟ ପାଇନି। ସେ ନ୍ୟାୟ ଯଦି ପାଇଥାନ୍ତା, ସାଧାରଣ ଜନତା ଆଜି ଉଠି ଆସିଛି। ଆମେ ସବୁ କୋର୍ଟ କଚେରୀ ଠାରୁ ଆରମ୍ଭ କରି ଦପ୍ତର ସବୁଆଡୁ ସାଧାରଣ ଜନତା ଆଜି ଏ ବିଷୟରେ ସ୍ୱର ଉତ୍ତୋଳନ କରୁଛନ୍ତି। କାରଣ ପ୍ରତ୍ୟେକଙ୍କର ବି ଝିଅ ବୋଉ ମା ଅଛନ୍ତି, ସେମାନେ ମଧ୍ୟ ରାଜ୍ୟରେ ଆଗାମୀ ଦିନରେ ସୁରକ୍ଷା ପାଇବାରୁ ବଞ୍ଚିତ ହେବେ। ସରକାରଙ୍କ ନିଷ୍ପତ୍ତି ଜାନୁଆରୀ ମାସରୁ ଜୁଲାଇ ଯାଏଁ ନିଶ୍ଚିନ୍ତ ଭାବେ ଡେରି ହେଲା। 6 ମାସ ସେ ପିଲାଟା ସମ୍ଭାଳି ପାରିଲା ନାହିଁ, ତା ଜୀବନ ପ୍ରତି ବିପଦ ଦେଖାଗଲା। ତାର କ୍ୟାରେକ୍ଟର ପ୍ରତି ଯେତେବେଳେ ଆସିଲା, ଅନ୍ୟ ପିଲାମାନେ ଯେତେବେଳେ ଟୁଇଟ୍ କଲେ, ଏକ୍ସାଣ୍ଡେଲ ଲେଖିଲେ, ସିଏ ଆଉ ମାନସିକ ଭାରସାମ୍ୟ ହରେଇ ବସିଲା। ଆଉ ଯୋଉ ସରକାର କହୁଛନ୍ତି ଦେଇଦେଲେ, କଣ ଯଦି ସରକାରଙ୍କର ପିଲା ହେଇଥାନ୍ତା ତାଙ୍କୁ ସେତିକି ଦେଇଦେଲେ ସିଏ ଥୟ ଧରି ବସିଥାନ୍ତ? ସେଇ ସରକାର ଯିଏ ବିଗତ 24 ବର୍ଷ ଧରି ଓଡ଼ିଶାରେ ଯୋଉ କେଳଙ୍କାରୀ ହଉଥିଲା, ସିଏ ପୁଣି ଉଚ୍ଛନ୍ଦଶା କରୁଥିଲେ ନା ନାହିଁ? ସେ ନିଜକୁ ଆଗ ଚିନ୍ତା କରନ୍ତୁ। ବିରୋଧୀ ଦଳରେ ସେ ଥିଲାବେଳେ ମୋହନ ମାଝୀ ମହୋଦୟ, ତାଙ୍କ ସରକାର, ସିଏ କେମିତି ଘେରୁଥିଲେ ପୂର୍ବ ସରକାର? ଯେହେତୁ ଜନଶକ୍ତି ଦଳ ତରଫରୁ ଆଜି ଯୋଉ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଛି, ଏଇଟା କେବଳ ସମଗ୍ର ରାଜ୍ୟର ମହିଳାମାନଙ୍କ ସୁରକ୍ଷା ଦେବା ପାଇଁ ଆମେ ନିବେଦନ କରୁଛୁ ଏବଂ ଆମେ ଚାହୁଁଛୁ 302, 120 ଖ ଧାରା ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯାଉ। ଆଉ ସାରା ଓଡ଼ିଶାର ନୁହେଁ, ସାରା ଭାରତ ବର୍ଷ ଇଣ୍ଟରନ୍ୟାସନାଲ ଲେଭେଲରେ ଯେତେବେଳେ ଆମ ଓଡ଼ିଶା କଥା ପଡୁଛି, ଆମେ ଚାହୁଁଛୁ ଆମର ଯୋଉ ରହିଛି ଜନଶକ୍ତି ପାର୍ଟି 1 ବର୍ଷ ଧରି ଆନ୍ଦୋଳନ ଚାଲିବ, ଆମେ ଚାହୁଁଛୁ ସମସ୍ତେ କେମିତି ଏକଜୁଟ ହୋଇ ମହିଳାଙ୍କର ସ୍ୱାର୍ଥକୁ ରକ୍ଷା କରନ୍ତି। ନାଇଁ, এইটা তো মানে খোলা কথা যে রাজ্যর সরকার যে সম্পূর্ণ আইন শৃঙ্খলা ব্যবস্থা সম্ভাড়ার বিফল হয়েছে এবং ওড়িশা রাজ্য জগন্নাথ রাজ্য জগন্নাথ ধাম বর্তমানে এটি রথরে দଳାଚକଟାଠୁ ଆରମ୍ଭ କରିକି ପୁରୀରେ ବିଭିନ୍ନ ପ୍ରକାର ଧର୍ଷଣ ମାମଲା ପ୍ରତ୍ୟେକ ଦିନ ହଉଛି। ତ ଏ ସରକାର ଯେ ବିଫଳ, ଏଥିରେ ଭାବିବାର କିଛି ମାନେ ସନ୍ଦେହ ବି ନାହିଁ। ତ ଏ ସରକାର ଯୋଉ ପ୍ରତିଶ୍ରୁତି ଦେଇକି ଆସିଥିଲା ଶାସନକୁ, ସେ ପ୍ରତିଶ୍ରୁତିରେ ସେ ରହିପାରିଲାନି, ସବୁ ବିଫଳ ହେଇଯାଇଛି। ଶାସନ ବିଫଳ ଏବଂ ହଁ ନିଶ୍ଚୟ ଭାବରେ ଜଣେ ଆଇନଜୀବୀ ଭାବରେ ତ କହିବି ଏଇଟା ଗୋଟେ ମର୍ଡର କେସ୍ ଏବଂ ଏଥିପାଇଁ 302 ଦଫା ଲାଗିବା ଦରକାର। ଏବଂ ଯେହେତୁ ୟା ଦେହରେ ଷଡ଼ଯନ୍ତ୍ର ରହୁଛି, ତେଣୁ 122B ଲାଗିବା ଦରକାର, ବିଭିନ୍ନ ପ୍ରକାର ଦଫା ଲାଗିବା ଦରକାର ଏବଂ ତାଙ୍କୁ କଠୋର କଠୋର ଦଣ୍ଡ ମଧ୍ୟ ମିଳିବା ଦରକାର। ଏଭଳି ଫାଶୀ ଦଣ୍ଡ ମଧ୍ୟ ତାଙ୍କ ପାଇଁ କମ୍। କିନ୍ତୁ ଜନଶକ୍ତି ପାର୍ଟିର ଜଣେ ସାଧାରଣ ସମ୍ପାଦକ ହିସାବରେ ମୋର କହିବାର ଦାବି, ମୋର ସରକାରଙ୍କ ପାଖରେ ଦାବି ବା ମାନ୍ୟବର ରାଷ୍ଟ୍ରପତି ପାଖରେ ଦାବି ଯେ ଓଡ଼ିଶା ଭଳି ଗୋଟେ ରାଜ୍ୟ ଯୋଉଠିକି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଇଯାଇଛି, ରାଷ୍ଟ୍ରପତି ଶାସନ ବିଲକୁଲ ଆଉ ବିଳମ୍ବ ନକରି ତୁରନ୍ତ ଜାରି କରିବା ଦରକାର ଏବଂ ଏ ସରକାରକୁ ତୁରନ୍ତ ବରଖାସ୍ତ କରିବା ଦରକାର।
ଆଉ ଜନସାଧାରଣ ସହିପାରିବେନି। ଜନସାଧାରଣ ବର୍ତ୍ତମାନ ରାଜରାସ୍ତାରେ ଓହ୍ଲେଇଲେଣି ଏବଂ ଦିନକୁ ଦିନ ମଧ୍ୟ ଶାସନ ବ୍ୟବସ୍ଥା ଖରାପ ହେଇଗଲାଣି। ବର୍ତ୍ତମାନ ଯୋଉ ଜନଶକ୍ତି ପାର୍ଟି ତରଫରୁ ଯୋଉ ଦାବି ଗୁଡିକ କରାହଉଛି ସେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି। ତାଙ୍କର ମୁଖ୍ୟ ଦାବି ରହୁଛି ମୃତକ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳୁ। ଏ ନ୍ୟାୟ ଏବଂ ତାଙ୍କ ପଛରେ ଯୋଉ କନସ୍ପିରେସି କରାହେଇଛି, ଯୋଉ ଚକ୍ରାନ୍ତ କରାହେଇଛି, ଯୋଉ ଷଡ଼ଯନ୍ତ୍ର କରାହେଇଛି, ତାଙ୍କୁ ମରିବା ପାଇଁ ବାଧ୍ୟ କରାଯାଇଛି, ଯୋଉ ଅଭିଯୋଗ ଗୁଡିକ ରହୁଛି ତାର ସତ୍ୟାସତ୍ୟ ତର୍ଜମା କରାଯାଉ ଏବଂ ତାକୁ ତର୍ଜମା କରାଯାଏ ଫାଷ୍ଟ ଟ୍ରାକ୍ କୋର୍ଟରେ। ତାକୁ ସମସ୍ତ ଦୋଷୀ ଯୋଉମାନେ ସେମାନଙ୍କୁ ଦଣ୍ଡ ମିଳୁ ବୋଲି ତାଙ୍କର ଦାବି ରହୁଛି। କେନ୍ଦ୍ରାପଡ଼ାରୁ ଅଲେଖ ନାୟକ ରିପୋର୍ଟ, ଦିନଲିପି ଲାଇଭ୍। ଦିନଲିପି ଲାଇଭ୍ କୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇब କରନ୍ତୁ।